ସେଇଟା ଜାଗ୍ରତ ହଉ। ଆମେ କାହାଣୀକୁ ଆମେ ତିଆରି କରିବା, ଆମ ପାଖରେ ଏତେ କାହାଣୀ ତିଆରି କରିବାର ଶକ୍ତି ଅଛି ଲୋକଙ୍କ ପାଖରେ, ନ କରିକି ଆମେ କ'ଣ ପାଇଁ ଫଟୋ କପି କରୁଛେ। ଧରନ୍ତୁ ଗୋଟେ ତେଲୁଗୁ ସିନେମା ଆସିଲା, ତାର ଡାଇଲଗକୁ ଆମେ ଏକ୍ଜାକ୍ଟ ଟ୍ରାନ୍ସଲେସନ କରିଦଉଛେ, ସେଠି ଯୋଉ ପ୍ରକାର ସିକ୍ୱେନ୍ସ ଅଛି ଆମେ ସେଇ ସିକ୍ୱେନ୍ସକୁ ସେମିତି ରଖୁଛେ। ତ ଆମର ଯୋଉ କଳା ସଂସ୍କୃତି ଭାଷା ରହିଛି ତା ଛାପଟା କୁଆଡେ ଗଲା, ସେଥିରେ ବାହାରିଲାଣି ଧୀରେ ଧୀରେ। ସେ କଥାରୁ ବାହାରିକିରି ଆଜି ଆମେ ନିଜେ ଚେଷ୍ଟା କରୁଛେ ସେ ସବୁ କରିବା ପାଇଁ। ଆଉ ଯୋଉ କଥା ମୋ ବିଷୟରେ କହୁଥିଲେ ଯେ ସେ ସମୟରେ ବି ହେଇଛି ସିନେମା, ଅନେକ ହିନ୍ଦୀ ସିନେମାର କାହାଣୀକୁ ନେଇକି ଆମେ କରିଛେ ସେଥିରେ, କିନ୍ତୁ ସେଥିରେ ନିର୍ଦ୍ଦେଶକଙ୍କର, ସଂଳାପ ଲେଖକଙ୍କର ବା ସଙ୍ଗୀତକାର ଯୋଉମାନେ ଅଛନ୍ତି ସେମାନେ ନିଜସ୍ୱ ଛାପକୁ ସେଥିରେ ଛାଡ଼ିଛନ୍ତି ମୋ ଦର୍ଶକଙ୍କ ପାଇଁ। ଏଇଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ। ମୋ ଦର୍ଶକ ଯୋଉଦିନ ମୁଁ ନ ଭାବିଛି ସେଇ ଦିନ ପର୍ଯ୍ୟନ୍ତ ମୁଁ ଭଲ ସିନେମାଟେ କରିପାରିବିନି। ମୁଁ ଭାବୁଛି ମତେ ସିନେମା ଭଲ ଲାଗିଲା ବେଳେ ମୁଁ କରୁଛି, ନାଇଁ ମୁଁ ମୋ ପାଇଁ କରୁନି, ମୁଁ କରୁଛି ମୋ ଦର୍ଶକଙ୍କ ମାନଙ୍କ ପାଇଁ।